ଆଜି କାହିଁକି ମୋତେ ମୋ ରୁମ୍ରେ ମୁଁ ଏକୁଟିଆ ଅଛି ବୋଲି ଅନୁଭବ ହେଉଛି। ଏମିତି ନୁହେଁ 102 ରୁମ୍ରେ ମୁଁ ଆଗରୁ କେବେ ଏକାକୀ ରହିନାହିଁ, କିନ୍ତୁ ଆଜି କାହିଁକି ମୋ ରୁମ୍ର ଏକଲାପଣଟା ଗୋଟେ ଦାନବ ଭଳିଆ ମୋତେ ଚାହିଁ ରହିଲା ପରି ଅନୁଭବ ହେଉଛି। ତୁହିଁ ତ ଘରକୁ ମଙ୍ଗଳବାରଠୁ ଗଲାଣି, କିନ୍ତୁ ମୋତେ ଆଜି କାହିଁ ଏମିତି ରୁନ୍ଧି ହେଲା ଭଳି ନିସଙ୍ଗତାଟା ଅନୁଭବ ହେଉଛି। ବୋଧହୁଏ ଏ ନିର୍ଜନତା ସବୁବେଳେ ମୋ ଆଖି ସାମ୍ନାରେ ଥିଲା, କିନ୍ତୁ ମୁଁ ତାକୁ କେବେ ଦେଖିପାରୁନଥିଲି। କିନ୍ତୁ ଆଜି ଯାଏଁ ସେ ଭାରି ଭୟଭୀତ କରି ପକାଇଲା ପରି ଲାଗୁଛି। ମୋ ରୁମ୍ର ଗଭୀର ନୀରବତା ଆଜି ବାରମ୍ବାର ପ୍ରତିଧ୍ୱନିତ ହୋଇ ମୋ କାନର ପରଦାକୁ ଫଟେଇ ଦେଲା ପରି ଲାଗୁଛି। ଦୁଇ କାନକୁ ହାତରେ ଜାବୁଡ଼ି ଧରି ଯେତେବେଳେ ମୁଁ କାନ୍ଥର ଗୋଟେ କୋଣକୁ ଆଉଜେଇ ପଡ଼ି ଚାହୁଁଛି, ମୋତେ ଲାଗୁଛି ପ୍ରତି ମୁହୂର୍ତ୍ତରେ କେଉଁ ବାହ୍ୟ ବଳ ସତେ ଯେମିତି ରୁମ୍ର ଚାରି କାନ୍ଥକୁ ସଙ୍କୁଚିତ କରିବାକୁ ଲାଗିଛି। ଆଉ ଏମିତି କ୍ରମଶଃ ସମାବୃତ କରି ମୋତେ ତା ଅନ୍ତରରେ ସିକୁଡ଼ି ନେବାର ଭୟଟା ଘାରି ପକାଉଛି। ମୋ ରୁମ୍ର ନିସଙ୍ଗତା କ୍ରମଶଃ ଏତେ ତୀବ୍ର ବେଗରେ ଘନୀଭୂତ ହେବାକୁ ଲାଗିଛି ଯେ ଏହାର ଆଭାସ ମୋ ଅବ୍ୟବସ୍ଥିତ ରୁମ୍ର ଚିତ୍ରପଟରୁ ବେଶ ଭଲସେ ବାରି ହୋଇ ପଡ଼ୁଛି। ଯେମିତିକି ଗତ ୟୁନିୟନ ଓପନିଂ ସେରିମନିରେ ବ୍ୟବହାର କରି କାଢ଼ିଥିବା ଧଳା ରଙ୍ଗର ଜୋତାଟି ବାଟର ମଝିକୁ ଆବୋଡ଼ି କରି ରହିଥିଲେ ସୁଦ୍ଧା ମୁଁ ତାକୁ କେବେ ସେଠୁ ହଟେଇ ପାରିନି। କଲା ଆସିଲା ବେଳେ ବରଂ ତାଠାରେ ଗୋଡ଼ ବାଜି ଝୁଣ୍ଟିଛି, କିନ୍ତୁ ହାତରେ ଉଠେଇ ସାଇତି ରଖିବାର କେବେ ସାହସ ହେଇନି। ମୋ ଖଟଗଡ଼ର ଠିକ୍ ପାଖରେ ଅଧୁଆ କଂସାଟି 4 ଦିନ ହେଲାଣି ପଡ଼ିଛି। ଆଖି ମୋର ଯେତେ ଥର ପଡ଼ିଛି ତାକୁ ଧୋଇ ଦେବାକୁ ବୋଲି ଭାବିଛି, କିନ୍ତୁ କେବେ ପାରିନି। ବରଂ କଦଳୀ ଚୋପାର ଭାରରେ ସେ ଦିନକୁ ଦିନ ଓଜନିଆ ହେବାରେ ଲାଗିଛି, କିନ୍ତୁ ସଫା ହେବାର କୌଣସି ସମ୍ଭାବନା ବଞ୍ଚିନାହିଁ। ଏ ରୁମ୍ ମଝିରେ ସ୍ଥିତ ଚୌକି ଉପରେ କିଛିଟା ପୋଷାକ ଅନାବନା ହୋଇ ସପ୍ତାହେ ତଳେ ପଡ଼ିଥିଲା। ତାକୁ ଅନେକ ଦିନରୁ ସଜାଡ଼ିବି ବୋଲି ଭାବିଛି, କିନ୍ତୁ କେବେ କରିପାରିନି। ବରଂ ଅଧୁଆ ପୋଷାକରେ ସେ ଚୌକିର ଉଚ୍ଚତା ବଢ଼ିଛି ସିନା, କେବେ କମିନି। ଏସବୁକୁ ଦେଖିଲା ପରେ ଅନୁଭବ ହେଉଛି ସତେ ଯେମିତି ମୁଁ ଚାହିଁ କରିବି କିଛି କରିପାରିନି। କେହି ଜଣେ ଯେମିତି ତା ଅଦୃଶ୍ୟ ଶକ୍ତି ବଳରେ ମୋତେ ପ୍ରତିରୋଧ କରୁଛି। ଏବେ ବୁଝିପାରୁଛି ସେ ଅଦୃଶ୍ୟ ଶକ୍ତିଟି କେବଳ ମୋ ଏକଲାପଣ। ଏବେ ତ ରୁମ୍କୁ ଅନ୍ଧାର କରିବାକୁ ବି ଭୟ ଲାଗୁଛି, କିନ୍ତୁ ମଶାରୀ କଡ଼ରେ ସଁ ସଁ ଶବ୍ଦ କରି ଉଡ଼ି ବୁଲୁଥିବା ମଶା କେତୋଟି ସେ ଅନ୍ଧାରରେ ମୋତେ ଆଶ୍ୱାସନା ଦେଉଛନ୍ତି। କିନ୍ତୁ ସବୁଠୁ ଭୟ ଲାଗୁଛି ସକାଳୁ ନିଦ ଭାଙ୍ଗିଲା ବେଳେ। ଆଗରୁ ଯେବେ ଖରାପ ସ୍ୱପ୍ନ ଦେଖି ମୁଁ ବିଳେଇ କରି ଉଠେ, ଅଦୂରରେ ତୁହିନକୁ ଶୋଇଥିବାର ଦେଖି ଏହା ଯେ ଏକ ସ୍ୱପ୍ନ ଥିଲା ବୋଲି ମୋତେ ହୃଦ୍ବୋଧ ହୁଏ। ଏବେ କିନ୍ତୁ ସ୍ୱପ୍ନ ଓ ବାସ୍ତବତାର ସେ ସଦୃଶ ପାର୍ଥକ୍ୟଟି କେଉଁଠି ମିଳେଇଗଲା ପରି ମନେ ହେଉଛି। ଆଖି ଖୋଲା ଥାଇ ସତ୍ତ୍ୱେ ଏବେ ସ୍ୱପ୍ନରେ ଜେଇଁଲା ପରି ଲାଗୁଛି। ବିଛଣାରେ ବସିବା ସତ୍ତ୍ୱେ ସ୍ୱପ୍ନର ଅଗନାଗନି ବଣରେ ହଜିଗଲା ଭଳି ମନେ ହେଉଛି। ତେଣୁ ଏବେ ମୋତେ ଲାଗୁଛି ନିସଙ୍ଗତା ମୋ ପାଇଁ କେବଳ ଗୋଟେ ପରିସ୍ଥିତି ନୁହେଁ, ବରଂ ସେ ମୋ ପରିବେଶ ସହିତ ଏମିତି ଭାବରେ ଫେଣ୍ଟି ହୋଇଯାଇଛି ଯେ ମୋ ରୁମ୍ର ପ୍ରତିଟି ବସ୍ତୁରେ ମୁଁ ତାକୁ ଅନୁଭବ କରିପାରୁଛି।